ରାଜ୍ୟ ସରକାର ଆଣିଲେ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତାରେ 7% ବୃଦ୍ଧି। ଜୁନରେ ମିଳିବ ଅଧିକ ଟଙ୍କା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ। ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତାରେ 7% ବୃଦ୍ଧି କଲେ ରାଜ୍ୟ ସରକାର। ମହାରାଷ୍ଟ୍ର ସଡ଼କ ପରିବହନ ନିଗମର କର୍ମଚାରୀମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ମଙ୍ଗଳବାର ମହଙ୍ଗା ଭତ୍ତା 7% ବୃଦ୍ଧି ଘୋଷଣା କରିଛନ୍ତି। ଏହାଦ୍ୱାରା ଏହା 46%ରୁ 53%କୁ ବୃଦ୍ଧି ପାଇଛି ମହଙ୍ଗା ଭତ୍ତା। ତେବେ ଏସ୍ଟି କର୍ମଚାରୀଙ୍କ ମହଙ୍ଗା ଭତ୍ତା 7% ବୃଦ୍ଧି କରାଯାଇଛି। ଏହା ଯୋଗୁଁ ପୂର୍ବରୁ 46% ଥିବା ଡିଏ 53%କୁ ବୃଦ୍ଧି ପାଇଛି। ସଂଶୋଧିତ ଡିଏ ଜୁନ୍ 2025ରୁ କାର୍ଯ୍ୟକାରୀ ହେବ ଏବଂ ଏହା ରାଜ୍ୟ ପରିଚାଳିତ ପରିବହନ ସଂସ୍ଥାର ପ୍ରାୟ 87,000 କର୍ମଚାରୀଙ୍କୁ ଲାଭ ଦେବ ବୋଲି କୁହାଯାଉଛି। ମହଙ୍ଗା ଭତ୍ତା ହେଉଛି ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କୁ ମୁଦ୍ରାସ୍ଫୀତି ମୁକାବିଲା କରିବାରେ ସାହାଯ୍ୟ କରିବା ପାଇଁ ଦିଆଯାଉଥିବା ଏକ ଖର୍ଚ୍ଚ ଜୀବନ ଯୋଜନା। ଏହାକୁ ମୂଳ ଦରମାର 1% ଭାବରେ ଗଣନା କରାଯାଏ। ସିନ୍ଧେ ଏବଂ ନବନିଯୁକ୍ତ ପରିବହନ ମନ୍ତ୍ରୀ ପ୍ରତାପ ସରନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଘୋଷଣା କରାଯାଇଥିଲା। ରାଜ୍ୟ ପରିବହନ ବିଭାଗ, ଏମ୍ଏସ୍ଆର୍ଟିସିର ବରିଷ୍ଠ ଅଧିକାରୀ ଏବଂ ଏସ୍ଟି କର୍ମଚାରୀ ସଂଘର ପ୍ରତିନିଧିମାନେ ବୈଠକରେ ଯୋଗ ଦେଇଥିଲେ। ତେବେ ମହଙ୍ଗା ଭତ୍ତା ବୃଦ୍ଧି ଯୋଗୁଁ କର୍ମଚାରୀମାନେ ଖୁସି। ରାଜ୍ୟବ୍ୟାପୀ ଏସ୍ଟି କର୍ମଚାରୀ ସଂଗଠନଗୁଡ଼ିକ ଦ୍ୱାରା ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ବହୁଦିନ ଧରି ଦାବି ହୋଇ ଆସୁଛି। ଏହି ପରିପ୍ରେକ୍ଷୀରେ ସହ୍ୟାଦ୍ରି ଗେଷ୍ଟ ହାଉସରେ ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜୁନ୍ 2025ରୁ ମୂଳ ଦରମା ଉପରେ 53% ମହଙ୍ଗା ଭତ୍ତା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ କର୍ମଚାରୀମାନେ 46% ମହଙ୍ଗା ଭତ୍ତା ପାଉଛନ୍ତି। ଏବେ ଏସ୍ବିଆଇ ସହିତ ଏକ ଚୁକ୍ତିନାମା ପରେ ଦୁର୍ଘଟଣା ବୀମା କଭର ଯୋଜନା କାର୍ଯ୍ୟକାରୀ ହୋଇଛି। ଏସ୍ବିଆଇରେ ଦରମା ଆକାଉଣ୍ଟ ଥିବା କର୍ମଚାରୀମାନେ ଡ୍ୟୁଟିରେ ଥାଆନ୍ତୁ କି ନାହିଁ, ଦୁର୍ଘଟଣା ଘଟିଲେ ବୀମା ଲାଭ ପାଇବେ। ଏହା ଅଧୀନରେ ଦୁର୍ଘଟଣାରେ ମୃତ୍ୟୁ ହେଲେ 1 କୋଟି ଟଙ୍କା, ସମ୍ପୂର୍ଣ୍ଣ ଅକ୍ଷମତା ହେଲେ 1 କୋଟି ଟଙ୍କା ଏବଂ ଆଂଶିକ ଅକ୍ଷମତା ହେଲେ 80 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ପ୍ରଦାନ କରାଯିବ ବୋଲି କୁହାଯାଇଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।